ସ୍ୱାମୀ ବିବେକାନନ୍ଦଙ୍କ ମତରେ ଯିଏ ସକାଳକୁ ଜିତେ ସେ ହିଁ ଜୀବନକୁ ଜିତିଥାଏ। ଆଜିର 10ଟି ଟିପ୍ସକୁ ଯିଏ ମାତ୍ର 21 ଦିନ ଫଲୋ କରିବ ତାର ଜୀବନ 100% ବଦଳିଯିବ। ବିଶ୍ୱର ସବୁଠୁ ସଫଳ ଲୋକମାନେ ବିଲ୍ ଗେଟ୍ସ, ରତନ ଟାଟା ଓ ଏପିଜେ ଅବଦୁଲ କାଲାମ ଏମାନଙ୍କର ସମସ୍ତଙ୍କର ଗୋଟିଏ କମନ କଥା ଥିଲା, କିଛି ଅଭ୍ୟାସ। ଚାଲନ୍ତୁ ଜାଣିବା କ'ଣ ସେହି 10ଟି ଅଭ୍ୟାସ। ନମ୍ବର 1 ଅଭ୍ୟାସ, ବ୍ରହ୍ମ ମୁହୂର୍ତ୍ତରୁ ଉଠ। ସକାଳ 4ଟାରୁ 6ଟା ଭିତରେ ଉଠ। କାରଣ ବ୍ରହ୍ମ ମୁହୂର୍ତ୍ତରୁ ଉଠୁଥିବା ବ୍ୟକ୍ତି ପ୍ରକୃତିରୁ ଶୁଦ୍ଧ ଶକ୍ତି ଗ୍ରହଣ କରିଥାଏ। ବିଜ୍ଞାନ ବି ଏହା କହେ ଯେ ବ୍ରହ୍ମ ମୁହୂର୍ତ୍ତରୁ ଉଠିଲେ ଏହି ସମୟରେ ଆମ ଦିମାଗ ସବୁଠୁ ସକ୍ରିୟ ରହେ। ଅଧିକ 2-3 ଘଣ୍ଟା ସମୟ ମିଳେ ନିଜ ପାଇଁ। ଏହି ସେହି ଗୋଲ୍ଡେନ୍ ସମୟ ହୋଇଥାଏ ଯେଉଁଠୁ ସଫଳତାର ମଞ୍ଜି ବୁଣାଯାଏ। ନମ୍ବର 2 ଅଭ୍ୟାସ, ଉଠିବା ପରେ ଯେମିତି ଆଖି ଖୋଲେ ଭଗବାନଙ୍କୁ ଓ ୟୁନିଭର୍ସକୁ ଧନ୍ୟବାଦ କୁହ। କୁହ, ମୋତେ ଏକ ନୂଆ ଦିନ ମିଳିଲା, ମୋ ପାଖରେ ପରିବାର ଅଛି, ମୋର ସୁନ୍ଦର ସ୍ୱାସ୍ଥ୍ୟ ଅଛି। ସ୍ୱାମୀ ବିବେକାନନ୍ଦ କହିଛନ୍ତି ଏହା କଲେ ମନରେ ପଜିଟିଭ ଏନର୍ଜି ଭରିଯାଏ, ଯାହା ଜୀବନରେ ସଫଳତା ଆଣିଦେଇଥାଏ। ନମ୍ବର 3 ଅଭ୍ୟାସ, ଖାଲି ପେଟରେ 2 ଗ୍ଲାସ ଅଳ୍ପ ଉଷୁମ ପାଣି ପିଅ, ଯାହା ଶରୀରର ବର୍ଜ୍ୟବସ୍ତୁକୁ ବାହାରକୁ ବାହାର କରିଥାଏ ଓ ଶରୀରକୁ ସୁସ୍ଥ ରଖିଥାଏ। ଏଥିରେ ଲେମ୍ବୁ କିମ୍ବା ମହୁ ମିଶାଇ ମଧ୍ୟ ପିଇପାରିବେ। ଏଣୁ କୁହାଯାଏ ଶରୀରକୁ ସୁସ୍ଥ ରଖିଲେ ମନ ବି ସୁସ୍ଥ ରହିଥାଏ। ନମ୍ବର 4 ଅଭ୍ୟାସ, 10 ମିନିଟ ମେଡିଟେସନ ନଚେତ ପ୍ରେୟାର କର। କାରଣ ଦିମାଗକୁ ଶାନ୍ତ ରଖିଲେ ହିଁ ପ୍ରକୃତ ଶକ୍ତି ମିଳେ। ସକାଳୁ ମେଡିଟେସନ କରିବା ଦ୍ୱାରା ସ୍ମରଣ ଶକ୍ତି ବଢ଼ିଥାଏ ଓ ଷ୍ଟ୍ରେସ୍ କମ୍ ହୁଏ। ମନର ଶାନ୍ତି ହିଁ ପ୍ରକୃତ ସଫଳତା ଅଟେ। ନମ୍ବର 5 ଅଭ୍ୟାସ, 20 ମିନିଟ ଏକ୍ସରସାଇଜ, ୟୋଗା, ୱାକିଂ, ଷ୍ଟ୍ରେଚିଂ କର। ଏହାଦ୍ୱାରା ବଡିରୁ ହାପି ହରମୋନ୍ସ ରିଲିଜ୍ ହୁଏ ଓ ପୁରା ଦିନ ଶରୀରରେ ଶକ୍ତି ଭରି ରହିଥାଏ। ବାସ୍ 10 ଥର ସୂର୍ଯ୍ୟ ନମସ୍କାର କରିପାର, ନହେଲେ 15 ମିନିଟ ଚାଲିପାର, କିନ୍ତୁ ପ୍ରତ୍ୟେକ ଦିନ ଚାଲ। ନମ୍ବର 6 ଅଭ୍ୟାସ, 15 ମିନିଟ କିଛି ପ୍ରେରଣାଦାୟକ କଥା ପଢ଼ନ୍ତୁ। ଏହା ଜୀବନକୁ ସକାରାତ୍ମକ ଦିଗ ଦେଖାଇଥାଏ। କାରଣ ନଲେଜ ଇଜ ପାୱାର, ଜ୍ଞାନ ହିଁ ଜୀବନକୁ ଆଲୋକିତ କରେ। ନମ୍ବର 7 ଅଭ୍ୟାସ, ପ୍ରତ୍ୟେକ ଦିନ ସକାଳୁ ତୁମେ ସେଇ ଦିନର ମୁଖ୍ୟ 3ଟି କାମକୁ ଡାଏରୀରେ ଲେଖ, ଯାହାଦ୍ୱାରା ଏହା ତୁମ ମାଇଣ୍ଡରେ ରହିବ ଓ ତୁମେ ଏହାକୁ ପାଇବା ପାଇଁ ଲାଗି ପଡ଼ିବ। ପ୍ରତ୍ୟେକ ଦିନ ଛୋଟ ଛୋଟ ଷ୍ଟେପ୍ ତୁମକୁ ତୁମ ଲକ୍ଷ୍ୟସ୍ଥଳରେ ନିଶ୍ଚୟ ପହଞ୍ଚାଇ ଦେବ। ନମ୍ବର 8 ଅଭ୍ୟାସ, ସକାଳର ଜଳଖିଆରେ ପୌଷ୍ଟିକ ଖାଦ୍ୟ ଖାଅ। କାରଣ ଆପଣଙ୍କ ବ୍ରେକଫାଷ୍ଟ ହିଁ ଆପଣଙ୍କ ଦିନ ଆରମ୍ଭର ଫୁଏଲ ଅଟେ। ସକାଳର ଜଳଖିଆ ନ ଖାଇ ଘରୁ କେବେ ବାହାରନ୍ତୁ ନାହିଁ। ମନେ ରଖ, ଏହାଦ୍ୱାରା ଏନର୍ଜି ଓ ଫୋକସରେ ଇମ୍ପ୍ରୁଭ୍ ହୋଇଥାଏ। ନମ୍ବର 9 ଅଭ୍ୟାସ, ନିଜ ସହିତ ପଜିଟିଭ କଥା ହୁଅ। ମିରର ଆଗରେ ଛିଡ଼ା ହୋଇ କୁହ, ମୁଁ ସାହସୀ, ମୁଁ ସବୁକିଛି କରିପାରିବି, ମୁଁ ନିଶ୍ଚୟ ସଫଳ ବ୍ୟକ୍ତି ହେବି। ସେଥିପାଇଁ ସ୍ୱାମୀ ବିବେକାନନ୍ଦ କହିଛନ୍ତି, ଯାହା ତୁମେ ସେଇଆ ହିଁ ହେବ, ଯାହା ତୁମେ ନିଜ ବିଷୟରେ ଭାବିବ। ନେଗେଟିଭ ଭାବନାକୁ ପଜିଟିଭ ଭାବନାରେ ପରିବର୍ତ୍ତନ କର। ମୁଁ କରିପାରିବି ନାହିଁ ଜାଗାରେ କୁହନ୍ତୁ, ମୁଁ ଚେଷ୍ଟା କରିବି। ନମ୍ବର 10 ଅଭ୍ୟାସ, ସବୁଠୁ କଷ୍ଟ କାମ ଆଗେ କର। ଭୟକୁ ଫେସ୍ କର, ଏହା ଗାୟବ ହୋଇଯିବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କାମ ପ୍ରଥମେ କର, ବାକି ସବୁ ପରେ କର। ସାଙ୍ଗମାନେ, ଏହି 10ଟି ଅଭ୍ୟାସ 21 ଦିନ ଲଗାତାର ଭାବରେ ଚେଷ୍ଟା କରି କର, ତାପରେ ମ୍ୟାଜିକ୍ ଦେଖିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ
ତାହେଲେ ଚ୍ୟାନେଲକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ କେବେ ବି ଭୁଲିବେନି। ମୁଁ ପୁଣି ଆସିବି ଆଉ ଏକ ନୂଆ ଟିପ୍ସକୁ ନେଇ। ଜୟ ଜଗନ୍ନାଥ।